यदा यदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहं परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। जय जगन्नाथ। विजय भाई गोटाए भल कथा मन पड़े। प्राण सजनी रे जहा मु देखिली आज कहवा लोकर मन को न आसे शुणा लोक लागे। केते दिन अंत्य पुत्र जात कला कुआ कुआ राब दे स्तन भांगी पुत्र क्षीर पान करे मुख होती तार ना। आज आलोचना करवा ओडिशा रे महादुर्भिक्ष आगु को बढ़िया गोटा महादुर्भिक्ष बुझी किसी चैनल कॉपी कर प्रभु एमती कुचक्र पकईदे से कौन है निज हाथ में निजे कटे है कारण वर्तमान समय काकुड़ी खंडे दब काकुड़ी तैयारी क्या देखे आ गोटे भल कथा मन रखा महापुरुषों बाणी अक्षरे अक्षरे सत्य बुझी अक्षर अक्षर कौन सत्य कहबार तात्पर्य आग ओडिशा भूखंड जमी 1866 मसीह गोटे नौक दुर्भिक्ष पड़ा लोक मैंने खाया पाइले नहीं गछर पत्र मान खाइले हजार हजार लोक कौन कले मरीगले सेमती ओडिशा भूखंड रे आउ गोटे ताठू भयंकर दुर्भिक्ष देखा 1866 जो दुर्भिक्ष पड़ा आम दिन देखु तो गोटे शास्त्र देखलु से गोटे महापुरुष लिखिले दिव्यशर नौक पड़ब दुर्भिक्ष कलम जिते बड़े तृतीय दिव्यसिंह देव थिले नौक वास्तव मत कौन दुर्भिक्ष पड़ सेते 1866 मसीहा कौन होता भोग कर पुणी गोटे द्वितीय दुर्भिक्ष उत्कल भूखंड में देखा जाऊ बोली महापुरुष कौन कर प्रमाण केवे हम ना 24 अंक महापुरुष कहते कौन 24 अंक 24 मसीहा तो बर्तमान चली कौन दुर्भिक्ष हो बाबा ठीक ना भूल दुर्भिक्ष हम ना कारण नाले केनाल देख पानी आईला डैम बंदा हाँ कि नहीं दुर्भिक्ष हबार तो नहीं तापर पड़ा 1432 कौन है सन है 24 सन पलैला कड़ी कलिया दीता 5125 चली 24 पलैला कौ 24 हम निश्चिंत हम कारण महापुरुष जो 24 अंक जो पढ़ी जो तिथि बार गुड़ा लिखिं से पड़ जा 100% भाव आम देखुलू पढ़ू यदि एगुड़ाक मिसी जाटा कहीं न हो ठीक ना हो तेणु कौ 24 अंक क्या 24 अंक हम से तुमको कैमेरा कहबी पचर कहीदेवी कि पढ़ू निश्चिंत से 24 अंक कौन हम उत्कल ओडिशा भूमि जमी 1866 मसीह दुर्भिक्ष पड़ा सेमती पड़ो बोली महापुरुष पंचशतांग भितर अन्यतम महापुरुष बलराम दास आम चेतना बुझ कारण से एमती गोटे हम केनाल बर्तमान केनाल ना पानी आसा यदि वर्षा न हम केनाल पानी कौन आस तेणु पुनर्बार गोटे दुर्भिक्ष उत्कल ओडिशा देखा देव बोली महापुरुष कौन कर बलराम दास कहते कहली प्राण सजनी रे जहा मु देखिली आज कहवा लोकर मन को न आसे शुणा लोक
ବର୍ତ୍ତମାନ ଯୋଉ କହୁଛନ୍ତି ସରିଗଲା ସରିଗଲା, ଏ ଅମୁକ ହବ ସମୁକ ହବ ସମୁକ ହବ, ଇଏ ବାଘ ଖାଇଗଲା ଖାଇଗଲା ବୋଲି କୁଆଟେ ପକଉଥିବେ, ବାଘ ଖାଇଲା ବେଳକୁ କେହି ଶୁଣିବେ ନାହିଁ। ବୁଝିଲୁ? ଏଇ ଯୋଉ ଯୋଉ ଆଲୋଚନା କରି ସମୟ ଅଛି, ବର୍ତ୍ତମାନ ନୁହଁ, ସମୟ ଅଛି। ହେଲା, ସେଟା କେବେ ଘଟିବ କଣ ଘଟିବ ତାରି ଉପରେ ଆଲୋଚନା କରିବା। ହେମନ୍ତ ବାଲିଆ ଶୁଣିନ ବୋଲନ୍ତି ପ୍ରଭୁ ଭଗବାନ, ପୁଣି ଓ କେମନ୍ତେ ହୋଇବ ଫେରିଣ ମୋତେ ତା କହିବ। ବାଲିଆ ଦାସ ଇଏ ଶିଷ୍ୟ, ବଳରାମ ଦାସ ହଉଛନ୍ତି ଗୁରୁ। ବଳରାମ ଦାସଙ୍କୁ ଆଜି ପଚାରୁଛନ୍ତି କିଏ ସେ? ବାଲିଆ ଦାସ। ବା ଶିଷ୍ୟ ପଚାରୁଛନ୍ତି ଗୁରୁ, ହେ ଗୁରୁଦେବ ଆଗକୁ କଣ ସବୁ ଘଟିବ ମତେ କପଟ ନ କରି ଖୋଲିକି କଣ ହବ କହିଦବ, ଆଉ ସନ୍ଦେହ ରଖିବ ନାହିଁ। ଗୁରୁ ଯଦି ଶିଷ୍ୟ ଉପରେ କପଟତା କରେ ପୁଣି ଅଗସ୍ତ୍ୟ ଋଷିଙ୍କ ପରି ପୁଣି ଭୋଗିବାକୁ ପଡିବ। ଜୟ ଜଗନ୍ନାଥ। ଦୟା ହୋଇଲା ଯେବେ ମୋତେ କହେ ପ୍ରଭୁ ଯଦୁନାଥେ, ବୋଲନ୍ତି କମଳ ଲୋଚନ ବାଲିଆ ଦାସ ତୁମ୍ଭେ ଶୁଣ। ଏଥିରୁ କଥାଟା ଶୁଣ, ଭଲ କଥାଟା। ବଳରାମ ଦାସ ଏବଂ ବାଲିଆ ଦାସଙ୍କ କଥୋପକଥନ ଚାଲିଛି। ଏ ପଦଟି କାହିଁକି ବଳରାମ ଦାସ ଲେଖିଲେ? ଦୟା ହୋଇଲା ଯେବେ ମୋତେ କହେ ପ୍ରଭୁ ଯଦୁନାଥ, କିଏ କହୁଛନ୍ତି? ବାଲିଆ ଦାସ କହୁଛନ୍ତି। ବଳରାମ ଦାସଙ୍କୁ ଯଦୁନାଥ ବା କୃଷ୍ଣ ରୂପରେ ବିବେଚନା କରୁଛନ୍ତି କିଏ? ବାଲିଆ ଦାସ। କାରଣ କଣ? ଥରେ କହିଥିଲୁ ପଞ୍ଚସଖାଙ୍କର ଏକଇ ମତ ଜାଣନ୍ତି ଜ୍ଞାନୀ ପଣ୍ଡିତ। ପଞ୍ଚସଖା ସବୁ ପ୍ରଭୁଙ୍କ ଅଂଶରୁ ଜାତ। ପାଞ୍ଚଟା ରୂପ ହେଇପାରେ, ପାଞ୍ଚଟି ନାମ ଧେୟ ହେଇପାରେ, କିନ୍ତୁ ପ୍ରଭୁ ଗୋଟିଏ ସତ୍ତା ପାଞ୍ଚ ଜଣଙ୍କ ଦେହରେ ବିହାର କରନ୍ତି। ବୁଝିହଉଛି ନା? ଯେତେବେଳେ ସ୍ୱୟଂ ନାରାୟଣ ବା କୃଷ୍ଣ ଅଂଶ ବଳରାମ ଦାସଙ୍କ ଦେହରେ ଥିଲା, ସେହି ସମୟରେ କଥୋପକଥନ ଚାଲିଛି। ବୋଲନ୍ତି କମଳ ଲୋଚନ ବାଲିଆ ଦାସ ତୁମେ ଶୁଣ। ସେତେବେଳେ ବଳରାମ ଦାସ ଆଉ ବଳରାମ ଦାସ ନାହାନ୍ତି, ସେ ସବୁ ନାରାୟଣଙ୍କ ରୂପ ଧାରିଛନ୍ତି। ବାଲିଆ ତତେ ଏଥର କହୁଛି ଶୁଣ। କଣ ନା ଦୁର୍ଦୟ ଅପାର ହୋଇବ, ରାଜା ଗୁହାରି ନ ଶୁଣିବ, ଅନେକ ଜନଟି ମରିବେ, ପାପରୁ ସବୁ ନାଶ ଯିବେ। ନବାଚରୀ ଛନ୍ଦ। ଦୁର୍ଜୟ ଅପାର ହୋଇବ, ଦୁର୍ଜୟ ମାନେ କଣ? ଅନେକ ବିପଦ ଆସିବ, ରାଜା ଗୁହାରି ନ ଶୁଣିବେ। ସିନା ଗୋଟିଏ ଜାଗାରେ ହେଲେ ରିଲିଫ ମିଳିଯିବ, ଯଦି ଚାରିଆଡେ କାହାକୁ ସରକାର ଦେବେ ରିଲିଫ? ଠିକ ନା? ଖଣ୍ଡେ ଏରିଆ ହେଲା, ହଁ ରିଲିଫ ଯାଇ ପଳେଇଲା, ଚାରିଆଡେ ପଡିବ ରିଲିଫ କାହାକୁ ଦେବେ? ସେଥିପାଇଁ କହିଲେ ଦୁର୍ଜୟ ଅପାର ହେବ, ଅନେକ କଷ୍ଟ ଜଗତକୁ ପଡିବ। ବୁଝିହଉଛି? ରାଜା ଗୁହାରି ନ ଶୁଣିବେ, ରାଜାଙ୍କର ବଳ ପାଇବନି, ସେ କାହା ଗୁହାରି ଶୁଣିପାରିବେ ନାହିଁ। ହେଲା, ଅନେକ ଜନଟି ମରିବେ, ସେ ସମୟରେ ହେ ବାଲିଆ ଅନେକ ବ୍ୟକ୍ତି ବିଶେଷ ହେବେ, ପାପରୁ ସବୁ ନାଶ ଯିବେ। ଏମାନେ ପାପ ଯୋଗୁ କଣ ହେଇଯିବେ? ବିନାଶ ହେବେ। ମୁକୁନ୍ଦ ତେର ଅଙ୍କ ଜାଣ, ବୀଜ ମାରୁଣୀ ହେବ ପୁଣ। ସୁନ୍ଦର କଥା କହିଲେ। କହିଲେ ମୁକୁନ୍ଦ ଦେବଙ୍କର 13 ଅଙ୍କରେ ବୀଜ ମାରୁଣୀ ହବ, ମାନେ କଣ ହବ? ମରୁଡି ହବ। କୃଷି ଉପୁଜିବ ନାହିଁ, ଜଳ ବରଷା ଘୋର ହୋଇ। କହିଲେ କୃଷି ହବ ନାହିଁ, ଜଳ ବରଷା ଘୋର ହୋଇ, କିନ୍ତୁ ଜୋରରେ ବର୍ଷା ହବ କିନ୍ତୁ କୃଷି ହବନି। ଯଥା ପାକଳା ଧାନ ହେଇଥିବ, ଯଦି ଭସେଇ ନେଇ ପଳେଇବ ନା ନାଇଁ? ଆସିବ ଏକାଥରେ ଜୋରରେ ବର୍ଷା ହବ, ତାପରେ ଆଉ ବର୍ଷା ହବନି, ସବୁ ଶୁଖିଯିବ, ମରୁଡି। ଏଣୁ ଯେ ଦୁର୍ଭିକ୍ଷ ପଡିବ, ଅରାଜ କର୍ଷକ ହୋଇବ, ପୁଣି 15 ଅଙ୍କରେ କୃଷି ହୋଇବ ସଂସାରେ। 13 ଅଙ୍କ ହୋଇବ, 14 ଅଙ୍କରେ କଣ ହବ? ମୁକୁନ୍ଦ ଦେବଙ୍କର 13 ଅଙ୍କ ଆଉ 14 ଅଙ୍କରେ ଏ ଓଡିଶା ଭୂଖଣ୍ଡରେ ପୁନର୍ବାର, ଯେମିତି କଣ ଦିବ୍ୟସିଂହଙ୍କ 9 ଅଙ୍କ ପଡିବ ଦୁର୍ଭିକ୍ଷ କଳଙ୍କ, ଯେମିତି ଦୁର୍ଭିକ୍ଷ ହେଇଥିଲା 1866ରେ,
ସେମିତି ମୁକୁନ୍ଦ ଦେବଙ୍କ 13 ଅଙ୍କରେ ଏଇ ଘଟଣା ଘଟିବ ବୋଲି ବଳରାମ ଦାସ କଳିଆଗତ ଭବିଷ୍ୟାନ୍ତ ଶାସ୍ତ୍ରରେ କଣ କରିଛନ୍ତି, ଲିପିବଦ୍ଧ କରିଛନ୍ତି। ବୁଝିହଉଛି ନା? ତାହା କହିଲେ ନା ଭକ୍ତ ବାଲ୍ୟ ଦାସ। ତେଣୁ ସମୟ ସାପେକ୍ଷ। ମୁକୁନ୍ଦ ଦେବ କେବେ ରଜା ହେବେ ସେଇଟାକୁ ନିର୍ଦ୍ଦିଷ୍ଟ କରିବାକୁ ପଡିବ। ତାପରେ ତାଙ୍କ 13 ଅଙ୍କରେ ଏଇ ଘଟଣା ଘଟିବ ବୋଲି ମହାପୁରୁଷ ଆମକୁ ଚେତନା ଦେଇଛନ୍ତି। ଯାହା ହେଉ ସେ ବାଲିଆ ଦାସଙ୍କ ସଦିଚ୍ଛା ପୂର୍ଣ୍ଣ ହଉ ଏବଂ ପ୍ରଭୁ ବଳରାମ ଦାସଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ କବାର ହରି।